सुप्रभात दर्शक बंधु 01 ओडिशा खबर आपण मानंकु स्वागत जनाउछि। आज सेप्टेम्बर 1 तारिख सोमवार आसंतु नजर पकाइबा आजिर देश और विदेशर प्रमुख खबर गुड़िक उपरे। ता पूर्वरु कहि रखुछि जदि आपण माने एही वीडियो को लाइक करि नाहंती तेबे लाइक करि दियंतु एवं कमेंट माध्यम रे जय जगन्नाथ जणांतु। जदि एही चैनल रे नुआ अछंती तेबे चैनल को सब्सक्राइब करी ऑल नोटिफिकेशन बेल को प्रेस कर दियंतु। घोषणा गुड़िक है मयूरभंजर करंजिया, बौद्धर बौद्ध, गंजामर भंजनगर, आस्का, छत्रपुर, कवि सूर्यनगर एवं पोलसरा। परवर्ती सुनिश्चित करने दिगरे बलिष्ठ भूमिका तुलाइब बोली कुहा जाइछि। आजिर परवर्ती खबर पूजा पाठ परे बिकी थांते बाघ चाल पूर्वरु धरा पड़ी गले अवसर प्राप्त पुलिस एएसआई सह। गंजाम जिला भंजनगर उत्तर घुमुसुर वनखंड कर्मचारी रविवार सकाळे एक कलरा पतरिया बाघ छाल को जबत करिसंती। एही मामला रे जणे अवसर प्राप्त पुलिस एएसआई जणे बाबाजी समेत 7 जन को गिरफ करा जाइछि। एही मामला रे जड़ित आउ जणे फेरार होई जाइछंती। तांकु धरिबा पई विभागीय कर्मचारी माने चेष्टा चलाइछंती। आजिर परवर्ती खबर बढ़िब चासी पंजीकरण अवधि। चासी पंजीकरण अवधि बढ़िबा नेई सूचना देइछंती मंत्री कृष्णचंद्र महापात्र। चलित वर्ष चासी पंजीकरण करिछंती रे रेकर्ड संख्यक चासी जेउ माने चासरु मुह फेराई नेइथिले सेमाने वर्तमान चाष पई आग्रह प्रकाश करिछंती। चासी मानक दृष्टि को आखिरे रखी चासी पंजीकरण अवधि बढ़ाइबाकू
ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ପରବର୍ତ୍ତୀ ଖବର। ପ୍ରଧାନମନ୍ତ୍ରୀ ସୁନିଧି ଯୋଜନା ଆରମ୍ଭ କରିଥିଲେ, ଯାହା ମାଧ୍ୟମରେ ଏହି ଯୋଜନାକୁ ସରକାର 31 ମାର୍ଚ୍ଚ 2030 ପର୍ଯ୍ୟନ୍ତ ବଢ଼ାଇଛନ୍ତି। ଆଜିର ପରବର୍ତ୍ତୀ ଖବର। ବିଶିଷ୍ଟ ଅଲିଉଡ୍ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଅସୁସ୍ଥ। ଅଲିଉଡ୍ ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଅସୁସ୍ଥ। ତାଙ୍କୁ କଟକ ସିଡିଏ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତାଙ୍କର ଚିକିତ୍ସା ଜାରି ରହିଥିବା ସୂଚନା ମିଳିଛି। ସେ ଅନେକ ଦିନରୁ ଲିଭର ଜନିତ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହୋଇ ଆସୁଥିଲେ, କିନ୍ତୁ ଏବେ କେଉଁ କାରଣରୁ ତାଙ୍କର ଦେହ ଅସୁସ୍ଥ ହୋଇଛି ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ପରବର୍ତ୍ତୀ ଖବର। ଶ୍ରୀଜୀଉଙ୍କୁ ଦର୍ଶନ ପାଇଁ ଟଙ୍କା ମାଗିବା ଘଟଣା। ଇଣ୍ଡିଆ ଥ୍ରିଲର୍ସ ୱେବସାଇଟ୍ ନାଁରେ ଏତଲା। ଶ୍ରୀଜୀଉଙ୍କୁ ଦର୍ଶନ ପାଇଁ ୱେବସାଇଟ୍ ମାଧ୍ୟମରେ ଟଙ୍କା ମାଗିବା ଘଟଣା ଇଣ୍ଡିଆ ଥ୍ରିଲର୍ସ ୱେବସାଇଟ୍ ନାଁରେ ସାଇବର ଥାନାରେ ଫେରାଦ। ପୁରୀ ସାଇବର ଥାନାରେ ଫେରାଦ ଦେଲେ ଶ୍ରୀମନ୍ଦିରର ସୁରକ୍ଷା ପ୍ରଶାସକ। ୱେବସାଇଟ୍ ଜରିଆରେ ଭକ୍ତଙ୍କୁ ଭ୍ରମିତ କରାଯାଉଥିବା ଅଭିଯୋଗ କରାଯାଇଛି। ବମ ମହାପ୍ରଭୁ ଦର୍ଶନ ପୁରା ମାଗଣା ରହିଥିଲା ବେଳେ କିପରି ଟଙ୍କା କଥା ଦର୍ଶାଇଲେ ତାହାକୁ ନେଇ ତଦନ୍ତ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଏତଲାରେ ଦର୍ଶାଯାଇଥିବା ସୂଚନା ମିଳିଛି। ନଜର ପକାନ୍ତୁ ପରବର୍ତ୍ତୀ ଖବର ଉପରେ। ଚନ୍ଦ୍ରଶେଖରପୁର ଶିଶୁ ବିହାରରେ ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ ଶୁଣିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଜି ଚନ୍ଦ୍ରଶେଖରପୁର ଶିଶୁ ବିହାରରେ ସ୍ଥାନୀୟ ଲୋକଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ 125ତମ ମନ୍ କି ବାତ୍ କାର୍ଯ୍ୟକ୍ରମ ଶୁଣିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସ୍ଥାନୀୟ ଲୋକ ଓ ପିଲାମାନେ ମୁଖ୍ୟମନ୍ତ୍ରୀଙ୍କୁ ଅତି ପାଖରୁ ପାଇ ଖୁବ୍ ଖୁସି ଓ ଉତ୍ସାହିତ ହୋଇ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ। ପୂର୍ବରୁ ଏହି ଅଞ୍ଚଳରେ ଦୀର୍ଘ 8 ବର୍ଷ ଧରି ରହିଥିଲେ ମୁଖ୍ୟମନ୍ତ୍ରୀ। ନଜର ପକାନ୍ତୁ ଏକ ଦୁଃଖଦ ସମ୍ବାଦ ଉପରେ। ଟ୍ରେନ୍ ଆଗକୁ ଡେଇଁ ଜୀବନ ହାରିଲେ ୟୁଟ୍ୟୁବର। ଭୁବନେଶ୍ୱର ଲିଙ୍ଗରାଜ ଷ୍ଟେସନ ନିକଟ ପଲାସପଲ୍ଲୀରୁ ମୃତଦେହ ଉଦ୍ଧାର କରାଯାଇଛି। ବ୍ରିଜ ଉପରେ ରହିଛି ଗାଡ଼ି। ଫୋନରେ କାହା ସହ ଯୁକ୍ତିତର୍କ ପରେ ଟ୍ରେନ୍ ଆଗକୁ ଡେଇଁଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ଭୁବନେଶ୍ୱର ଜିଆର୍ପି। ବାଇକ୍ ଷ୍ଟାଣ୍ଡ କରି ଲୋକଙ୍କ ମନୋରଞ୍ଜନ କରୁଥିଲେ ସନ୍ଦୀପ। ଆଜିର ପରବର୍ତ୍ତୀ ଖବର। ଅମିତ ଶାହାଙ୍କ ଉପରେ ଟିପ୍ପଣୀ କରି ଫସିଗଲେ ଓଡ଼ିଆ ବୋହୂ। ନିକଟରେ ତୃଣମୂଳ କଂଗ୍ରେସ ଏମ୍ପି ତଥା ଓଡ଼ିଆ ବୋହୂ ମହୁଆ ମୈତ୍ରା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ବିରୋଧରେ ଏକ ବୟାନ ଦେଇଥିଲେ, ଯାହାକୁ ଭାଜପା କଡ଼ା ସମାଲୋଚନା କରିଥିଲେ। ଏବେ ସେହି ବୟାନକୁ ନେଇ ମହୁଆ ମୈତ୍ରା ଏକ ନୂଆ ବିବାଦରେ ଫସିଛନ୍ତି। ଅମିତ ଶାହାଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେବା ପାଇଁ ଟିଏମ୍ସି ଏମ୍ପି ମହୁଆ ମୈତ୍ରାଙ୍କ ବିରୋଧରେ ଏକ ଏଫ୍ଆଇଆର୍ ରୁଜୁ ହୋଇଛି। ନଜର ପକାନ୍ତୁ ପରବର୍ତ୍ତୀ ଖବର ଉପରେ। ଚୀନ ରାଷ୍ଟ୍ରପତି ଜିନପିଙ୍ଗଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି। ଚୀନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 7 ବର୍ଷ ପରେ ଚୀନ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ। ଏହି ସମୟରେ ଆଜି ଚୀନ ରାଷ୍ଟ୍ରପତି ଜିନପିଙ୍ଗଙ୍କୁ ଭେଟିଛନ୍ତି ମୋଦି। ଉଭୟ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି। ଚୀନ ତିଆନଜିନରେ ଦ୍ୱିପାକ୍ଷିକ ବଡ଼ ବୈଠକରେ ଆଲୋଚନା ହୋଇଥିବା ଜଣାପଡ଼ିଛି। ନଜର ପକାନ୍ତୁ ପରବର୍ତ୍ତୀ ଖବର ଉପରେ। ଏଣିକି ଭାରତ ଚୀନ ମଧ୍ୟରେ
ସିଧାସଳଖ ଉଡ଼ିବ ବିମାନ। ପ୍ରଧାନମନ୍ତ୍ରୀ ମୋଦି ଚୀନ ରାଷ୍ଟ୍ରପତିଙ୍କ ଦ୍ୱିପାକ୍ଷିକ ବୈଠକ। ଅନେକ ପ୍ରସଙ୍ଗରେ ଦୁଇ ଦେଶ ମଧ୍ୟରେ ସହମତି। ସୀମା ପ୍ରବନ୍ଧନ ଉପରେ ସହମତି ପ୍ରକାଶ ପାଇଛି। ପୁଣି ଆରମ୍ଭ ହେବ କୈଳାସ ମାନସରୋବର ଯାତ୍ରା। ଫୋକସରେ ଦୁଇ ଦେଶରେ 280 କୋଟି ଲୋକଙ୍କ ବିକାଶ। ଆଜିର ଅନ୍ତିମ ଖବର। 24 ଘଣ୍ଟାରେ ପ୍ରବଳରୁ ଅତି ପ୍ରବଳ ବର୍ଷାରେ ଘାଇଲା ହେବ ଓଡ଼ିଶା। ଏହି ଦିନ ସାରା ରାଜ୍ୟରେ ୟେଲୋ ୱାର୍ଣ୍ଣିଂ ଜାରି। ଆହୁରି 4 ଦିନ ପର୍ଯ୍ୟନ୍ତ ଲାଗି ରହିବ ପ୍ରବଳରୁ ଅତି ପ୍ରବଳ ବର୍ଷା। କିଛି ସ୍ଥାନରେ ଝିପିଝିପି ବର୍ଷା ସହ ବିଜୁଳି ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟାରେ ରାଜ୍ୟର 20 ଜିଲ୍ଲାରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସେହି ଜିଲ୍ଲାଗୁଡ଼ିକ ହେଉଛି ଢେଙ୍କାନାଳ, ଅନୁଗୁଳ, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଦେବଗଡ଼, ସୁନ୍ଦରଗଡ଼, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଯାଜପୁର, ସମ୍ବଲପୁର, ଝାରସୁଗୁଡ଼ା ଓ ବରଗଡ଼।